জয় জগন্নাথ। রাজনিবাসায় নিত্যায় পরমাত্মনে বলভদ্র সুভদ্রাভ্যাং জগন্নাথায় তে নমঃ, জগন্নাথায় তে নমঃ, জগন্নাথায় তে নমঃ। ଜ୍ୟୋତିର୍ବିଦ ଡକ୍ଟର ଭାରତ ଜଗଦେବ। ମୁଁ ଆଜିକି ଦୀର୍ଘ 7 ବର୍ଷ ଧରି ଜଗନ୍ନାଥଙ୍କ କୃପାରୁ ଏହି ଜ୍ୟୋତିଷଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ର ମଧ୍ୟରେ ମୋର ଗବେଷଣା ଚାଲି ରହିଛି ଏବଂ ଜନସାଧାରଣଙ୍କୁ ସୁଯୋଗ ଦେବା ପାଇଁ ବହୁ ସମୟରେ ମଧ୍ୟ ମୁଁ ସାହାଯ୍ୟ କରୁଛି। ଏବଂ ଆପଣମାନଙ୍କ ଉଦ୍ଦେଶ୍ୟରେ ଆଜି ଆଲୋଚନା କରିବା ଏହି ଯେଉଁ ଅଛି 12ଟି ରାଶି ନବଗ୍ରହ ଚଳନ ଭିତରେ ତା ଭିତରେ ବୃହସ୍ପତି ଚଳନ ଆଜି ହେଉଛି, ତାକୁ ଆମେ ଶୁଣିବେ। ଆଜି ହେଉଛି 2025 ମସିହା ମେ ମାସ 14 ତାରିଖ। ଆଜି ରାତ୍ର 10:33 ସମୟରେ ମିଥୁନ ରାଶିକୁ ଗମନ କରିବେ ବୃହସ୍ପତି ମହାଗ୍ରହ। ମୃଗଶିରା ନକ୍ଷତ୍ରକୁ ପ୍ରବେଶ କରିବେ। ଏହାରି ପ୍ରଭାବରେ 12ଗୋଟି ରାଶି ପାଇଁ ବିଭିନ୍ନ ପ୍ରକାରର ଫଳାଫଳ ଆସିବ। ସେ ଉଦ୍ଦେଶ୍ୟରେ ଆପଣମାନଙ୍କ ପାଇଁ ମୋର ସଂକ୍ଷେପରେ ଏବେ ଟିପ୍ପଣୀ ମୁଁ ଦେଉଛି। ପ୍ରଥମେ ହେଲା ବୃଷ ରାଶି, ସିଂହ ରାଶି, ତୁଳା ରାଶି, ଧନୁ ରାଶି ଏବଂ କୁମ୍ଭ ରାଶି ପାଇଁ ଅତ୍ୟନ୍ତ ଭଲ। ଗୋଚର ଫଳେ ଅତ୍ୟନ୍ତ ଭଲ ବୃହସ୍ପତି ପାଇଁ। ଏ ବୃହସ୍ପତି ଚଳନ ହେଲେ ଏହି ରାଶି ଗୁଡ଼ିକ ଶୁଭ ଫଳ ପାଇବେ। ଏତେ ବ୍ୟତୀତ ଯେଉଁମାନଙ୍କର ଚନ୍ଦ୍ର ଶୁଦ୍ଧି ଅଛି, ମିଥୁନ ରାଶି, ତାପରେ ବିଛା ରାଶି, କନ୍ୟା ରାଶି, ମକର ରାଶି ଏବଂ କୁମ୍ଭ ରାଶି, ଏମାନଙ୍କର ଚନ୍ଦ୍ର ଶୁଦ୍ଧିବା ଯୋଗୁଁ ଏମାନେ ମଧ୍ୟ ଶୁଭ ଫଳ ପାଇବେ। ଏହା ବ୍ୟତୀତ ଆଉ ଯେଉଁ 3ଗୋଟି ରାଶି ରହିଗଲା, ଗୋଟିଏ ହେଲା ମେଷ ରାଶି, କର୍କଟ ରାଶି ଏବଂ ମୀନ ରାଶି। ଏ 3ଟିରେ ଅତ୍ୟନ୍ତ ଅଶୁଭ ଫଳ ପ୍ରଦାନ କରିବେ। ଆପଣ ଜାଣନ୍ତି ଶାସ୍ତ୍ର ମତରେ ଜନ୍ମ ରାଶି ସୁରାଚାର୍ଯ୍ୟ ରାମ ରାଜା ବନଙ୍ଗତଃ। ଯେତେବେଳେ ମିଥୁନ ରାଶିକେ ପ୍ରବେଶ କରିବେ ବୃହସ୍ପତି, ଏ ଜନ୍ମ ରାଶି। ଏ ଜନ୍ମ ରାଶିରେ ଆପଣ ଜାଣିଛନ୍ତି ରାମଚନ୍ଦ୍ର ରଜା ଥିଲା, କିନ୍ତୁ ସକାଳୁ ଚାଲିଗଲେ ସେ ବନକୁ। ଏହି ପରିପ୍ରେକ୍ଷୀରେ ଯେଉଁମାନେ ମିଥୁନ ରାଶି ସେମାନଙ୍କର ସ୍ଥାନ ନାଶ ହେବ ଏବଂ ଦୁଃଖ ପାଇବେ। ତାପରେ ହେଲା ତୃତୀୟରେ ମେଷ ରାଶି। ମେଷ ରାଶି ଏଇଥିରେ ମଧ୍ୟ ଆପଣଙ୍କର ବଳିବଦ୍ଧ ହୋଇଥିଲେ, ସେଥିପାଇଁ କୁହାଯାଏ ତୃତୀୟ ବଳିବଦ୍ଧ, ଚତୁର୍ଥ ବିଂଶଲୋଚନ। ବଳିବଦ୍ଧ ଅର୍ଥ ହେଲା ଯେ ଆପଣଙ୍କର ଯେଉଁମାନଙ୍କର ମେଷ ରାଶି ସେମାନଙ୍କର ଦରକାର ପଡ଼ିଲେ ରାଜବନ୍ଦୀ ହେବେ, ବନ୍ଦୀ ହେବେ ଏବଂ ସେମାନେ ମଧ୍ୟ ବହୁତ ଦୁଃଖ କଷ୍ଟ ପାଇବେ। ଏବଂ ଚତୁର୍ଥରେ ହେଲା ମୀନ ରାଶି, ବିଂଶଲୋଚନ। ରାବଣଙ୍କୁ ରାମ ବଧ କରିଥିଲେ ଏ ସମୟରେ, କଥା ଅଛି। ତେଣୁ ସେମାନଙ୍କର ସ୍ଥାନ ନାଶ ହେବ, ଭୂମି ନାଶ ହେବ ଏବଂ ଧନ ସମ୍ପତ୍ତି ନଷ୍ଟ ହେବ। ଏ ଯେଉଁ 7.5 ଚାଲିଛି ମେଷ ରାଶି ଏବଂ ମୀନ ରାଶି ପାଇଁ ଅତ୍ୟନ୍ତ କ୍ଷତିକାରକ। ତାପରେ ହେଲା ଆପଣଙ୍କର ଦ୍ୱାଦଶରେ ଆପଣଙ୍କର କର୍କଟ ରାଶି। କର୍କଟ ରାଶି ପାଇଁ ଆପଣ ଜାଣିଛନ୍ତି ଯେ ସାଗର ରଜା ମାନେ ସାଗର କୂଳ ରଜାମାନଙ୍କର ଅଭିଶାପରେ ସମସ୍ତେ ମୃତ୍ୟୁବରଣ କରିଥିଲେ। ଏହି ସମୟରେ କର୍କଟ ରାଶି ପାଇଁ ମଧ୍ୟ ଦୁଃଖ, ଶୋଚନା, ପ୍ରତିଭ୍ରମ ଘଟିବ। ଅଯଥା ବୃଥା ଭ୍ରମଣ ବି ହେବ, ଅପବ୍ୟୟ ଘଟିବ। ତାପରେ ଆସିବ ଆପଣଙ୍କର ଦଶମରେ ଆସିବେ କନ୍ୟା ରାଶି। ଦଶମ କନ୍ୟା ରାଶି ପାଇଁ ଆପଣଙ୍କର ଇଏ ହେଉଛି ଦଶମେ କନ୍ୟା ରାଶି ପାଇଁ ମଧୁକୈଟବ ହତ, ମାନେ ଦୁର୍ଗା ମଧୁକୈଟୁ ହତ କରିଥିଲେ। ତେଣୁ ଆପଣମାନେ ଜାଣନ୍ତି ମୋହଗ୍ରସ୍ତ ହେବେ, ବୁଦ୍ଧିନାଶ ଘଟିବ କନ୍ୟା ରାଶିର। ତାପରେ ଆସିବ ଆପଣଙ୍କର ବିଛା ରାଶି ପାଇଁ ଆପଣଙ୍କର କୁରୁ ରାଜା ଧ୍ୱଂସ ହୋଇଥିଲେ। ଏହି ସମୟରେ କୁରୁ ବଂଶ ଧ୍ୱଂସ ହୋଇଥିଲେ। ତେଣୁ ସେଥିପାଇଁ ଆପଣ ପରିବାର ଦୁଃଖ ଦେବ, ଅଶାନ୍ତି ହେବ, କଷ୍ଟ ପାଇବେ। ତାପରେ ଆସିଲା ଆପଣଙ୍କର ମକର ରାଶି। ମକର ରାଶି ପାଇଁ ଆପଣ ଜାଣନ୍ତି ଦାନୀ କର୍ଣ୍ଣ ମଧ୍ୟ ସେଥିରେ ସେ ମାନେ ତାଙ୍କର ସମସ୍ତ ହରାଇଥିଲେ ଏବଂ ତାଙ୍କର ନିଜ ଦେହରୁ ମଧ୍ୟ କବତ ଦେଇଥିଲେ। ତେଣୁ କଥାରେ ଅଛି ଯେ ଯେତେବେଳେ ଏଇ ମକର ଆସିବ ସେତେବେଳେ ମଧ୍ୟ ଆପଣ ମୃତ୍ୟୁବୋଧ, ପୀଡ଼ା, ଯନ୍ତ୍ରଣା, କଷ୍ଟ, ଦୁଃଖ ପାଇବେ। ଏସବୁ ବ୍ୟତୀତ ଆଉ ଯେଉଁ ରହିଲା ଗ୍ରହ ଗୁଡ଼ିକ ଆପଣମାନଙ୍କର କଥାରେ ଅଛି ଯେ ଜୀବେ ଦ୍ୱିତୀୟ ଧନଧାନ୍ୟ ଭୋଗୀ ସୁତାର୍ଥ ଲାଭ ନପଞ୍ଚକେଷୁ। ଦ୍ୱିତୀୟରେ, ନବମରେ, ପଞ୍ଚମରେ ଯେତେବେଳେ ଆସିବେ ବୃହସ୍ପତି, ସେତେବେଳେ ଲକ୍ଷ୍ମୀ ପ୍ରାପ୍ତି ହେବ, ଧନ ସମ୍ପତ୍ତି ପ୍ରାପ୍ତି ହେବ ଏବଂ ତା ସହିତ ଆପଣଙ୍କର ଘରେ ସୁତ ଆସିବ, ପିଲାମାନେ ଆସିବେ, ଭଲ ହେବ, ଘରେ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ହେବ। ତେଣୁ ଭଲ ରାଶି ଗୁଡ଼ିକ ମଧ୍ୟରେ ଆପଣଙ୍କର ଏକମ ହେଲା ବୃଷ ରାଶି। ବୃଷ ରାଶିରେ ଦ୍ୱିତୀୟରେ ବୃହସ୍ପତି ଥିବା ଯୋଗୁଁ
आपण मानकर जहाँ सब गला वर्ष कष्ट पाई जन्म राशि ए वर्ष सब फेरी पाइबे धन प्राप्ति हम एवं सर्वस्व सफल पाइबे सर्वत्र सफल एकादश बृहस्पति सिंह राशि भी एकादश बृहस्पति सर्वत्र सफल आप सब जेकोसी हाथ देवे सफल हो सिंह राशि अत्यंत भल सिंह तापर राशि तुला राशि आपणकर से अत्यंत भल एवं से आपणकर जेहेतु आपणकर से नवम बृहस्पति पिला मानकर मंगल हम बाहर हो पार्थ झीर पुअर व्यवहार हो घर को लक्ष्य आसवे धन प्राप्ति कौड़े धन आसी पहुँचे आज्ञा यहाँ तुला अत्यंत भल अच्छी तापर आसला पंचम आपणकर कुंभ राशि जो मैंने कष्ट पाई शनि रे गला जन्म शनि बहुत कष्ट पाई से वर्ष फेरी पाइबे जंत्रणा कष्ट को पाई अत लाभवान हे कारण गोचर शुद्धि और चंद्र शुद्धि जो कुंभ राशि अत्यंत भल रही एस व्यतीत आउ जो 3टी राशि रहा मुझे कहली से 3टी राशि आपणकर मेष राशि कर्कट राशि एवं मीन राशि एगुड़ा अत्यंत खराब अच्छी या मैंने प्रतिकार स्वरूप निहाजी करने दरकार जो मान असुबत रही प्रतिकार कले आप मुक्ति पाइबे से मोर आपण नवेदन आमर जो मैंने साक्यती ब्राह्मण जड़े आपण गुरुवार दिन हलदिया द्रव्य एवं हलदिया पुष्प हलदिया जेकोसी वस्त्र खंडे दान कले बृहस्पति खुशी होती द्वितीय आम गोटे सिट्रिन गोटे स्टोन अच्छी पत्थर ता द्वारा आप गोटे ब्रेसलेट तैयारी होती ब्रेसलेट यही हलदिया ब्रेसलेट आप पिंधे ये 13 मास आप बृहस्पति जो किसी खराब प्रभाव थो कटिज या व्यतीत सर्वशेष मुझे कहबी जो जगन्नाथ महाप्रभु नवग्रह प्रतीक से सर्वस्व आप माने शयन स्वपन जागरण जब जगन्नाथ को आप चिंता कर भावे सकाल संध्या स्मरण करेंगे ताल ग्रह संबंध कटिज यही सब आप आज मोर शुभेच्छा अभिनंदन आपण मैंने आज दिन शुभ जेहतु बृहस्पति आसुँच सी गुरु से दृष्टि अत्यंत शुभ शनि दृष्टि जो अत्यंत खराब थाए ये शुभ दृष्टिकोण तेणु बृहस्पति आम आज स्मरण करवा मुनिया मारिबा एवं ये 13 मास जपरी भल जाऊ समस्त मंगल हो जय जगन्नाथ जय जगन्नाथ जय जगन्नाथ। स्वल्प व्यय ब्रेसलेट मिलुछि जहाँकि परीक्षित एवं यथेष्ट उपशम देई पारिथिबारु लोकंग मध्यरे आचार बढ़िछि। प्रतिकार पाई ब्रेसलेट बाबद अधिक जानिबा पाई जोगाजोग करंतु ज्योतिर्विद डॉक्टर भारत भूषण जगदेव L296 बरमुंडा हाउसिंग बोर्ड कॉलोनी भुवनेश्वर। मोबाइल नंबर 9437001328।